ପ୍ରଥମ ପାଠ ଶସ୍ୟ ଉତ୍ପାଦନ ଓ ପରିଚାଳନାର ପ୍ରଶ୍ନୋତ୍ତର କର୍ମ ଅଛି। ପାଠରେ କିଛି ପ୍ରଶ୍ନ ଅଛି। ରାସାୟନିକ ସାର ଓ ଖତ ମଧ୍ୟରେ ପାର୍ଥକ୍ୟ। ରାସାୟନିକ ସାର ଫାଷ୍ଟ ଆମେ ପଢ଼ୁ। ରାସାୟନିକ ସାର ଏକ ଅଜୈବିକ ଲବଣ। ରାସାୟନିକ ସାର କାରଖାନାରେ ପ୍ରସ୍ତୁତ ହୁଏ। ରାସାୟନିକ ସାର ମୃତ୍ତିକାକୁ କୌଣସି ହ୍ୟୁମସ୍ ଦେଇନଥାଏ। ରାସାୟନିକ ସାର ଉଦ୍ଭିଦ ପୋଷକ ଯଥା ଯବକ୍ଷାରଜାନ, ଫସ୍ଫରସ୍ ଓ ପଟାସିୟମ୍ ଆଦି ପୋଷକରେ ପରିପୂର୍ଣ୍ଣ ହୋଇଥାଏ। ତାହେଲେ ଖତ କ'ଣ କହୁଛେ? ଖତ ଏକ ପ୍ରାକୃତିକ ପଦାର୍ଥ ଯାହାକି ଗୋବର, ମନୁଷ୍ୟର ବର୍ଜ୍ୟବସ୍ତୁ ଓ ଉଦ୍ଭିଦ ଅବଶେଷର ବିଘଟନରୁ ମିଳିଥାଏ। ଖତ ଜମିରେ ପ୍ରସ୍ତୁତ ହୁଏ। ଖତ ମୃତ୍ତିକାକୁ ବହୁଳ ପରିମାଣର ହ୍ୟୁମସ୍ ଯୋଗାଇଥାଏ। ଖତରେ ଉଦ୍ଭିଦ ପୋଷକ ଅପେକ୍ଷାକୃତ କମ୍ ପରିମାଣରେ ଥାଏ। ହେଲେ କିଛି ରାସାୟନିକର ଆଉ ଖତର ପାର୍ଥକ୍ୟ। ତାପରେ ଏବେ ଆସିଲା ପାଠର ପ୍ରଶ୍ନ ଉତ୍ତର। ନମ୍ବର 1, ନିମ୍ନରେ ଥିବା ବନ୍ଧନୀ ମଧ୍ୟରୁ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। କୌଣସି ଏକ ପ୍ରକାର ଉଦ୍ଭିଦ ବହୁ ପରିମାଣରେ ଚାଷ କରିବାକୁ ଟେକ୍ସ କୁହାଯାଏ। ଫସଲ ଫସଲ ଉତ୍ପାଦନ ପୂର୍ବରୁ ମୃତ୍ତିକା ଡେକ୍ସ ପ୍ରଥମ ପଦକ୍ଷେପ ଅଟେ। ପ୍ରସ୍ତୁତି ନଷ୍ଟ ହୋଇଥିବା ମଞ୍ଜିଗୁଡ଼ିକ ପରିମାଣ ପାଣି ଉପରେ ଡେସ୍କୁ ଲାଗେ, ଭାସିବାକୁ ଲାଗେ। ଫଳ ଉତ୍ପାଦନ ପାଇଁ ପ୍ରଚୁର ସୂର୍ଯ୍ୟାଲୋକ ଏବଂ ଡେକ୍ସ ସହ ମୃତ୍ତିକା ସ୍ୱାସ୍ଥ୍ୟ। ଡେକ୍ସ ଆବଶ୍ୟକ, ଜଳ ସହ ପୋଷକ ଆବଶ୍ୟକ। ନମ୍ବର 2, କ ସ୍ତମ୍ଭ ଦେଇଛେ। ଯାହାକି ହଉଛି ଖରିଫ ଫସଲ ହଉଛି ଧାନ ଓ ମକା। ରବି ଫସଲ ହଉଛି ଗହମ, ବୁଟ ଓ ମଟର। ରାସାୟନିକ ସାର ହଉଛି ୟୁରିଆ ଏବଂ ସୁପର ଫସଫେଟ୍। ଜୈବିକ ସାର ହଉଛି ପ୍ରାଣୀର ମଳ, ଗୋବର, ମୂତ୍ର ଏବଂ ଉଦ୍ଭିଦର ଅବଶେଷ। ନମ୍ବର 3, ଯେମିତି ପ୍ରତ୍ୟେକ 2ଟି ଲେଖାଏ ଉଦାହରଣ ଦିଅ। ଖରିଫ ଫସଲ ଚିନାବାଦାମ, କପା। ରବି ଫସଲ ସୋରିଷ, ରାଶି। ନମ୍ବର 4, ଗୋଟିଏ ବା 2ଟି ବାକ୍ୟର ଉତ୍ତର ଦିଅ। ସବୁଜ ସାର କାହାକୁ କହନ୍ତି? ସବୁଜ ଉଦ୍ଭିଦ ପଚି ସଢ଼ି ଯେଉଁ ସାର ପ୍ରସ୍ତୁତ ହୁଏ ତାକୁ ସବୁଜ ସାର କହନ୍ତି। କମ୍ବାଇନ ମେସିନର କାର୍ଯ୍ୟ କ'ଣ? କମ୍ବାଇନ ମେସିନ ଦ୍ୱାରା ଧାନ କାଟିବା ଓ ଉଡ଼ାଇବା ଉଭୟ କାର୍ଯ୍ୟ କରାଯାଇଥାଏ। ଅମଳ ପରେ ମଞ୍ଜିକୁ ପବନରେ ଉଡ଼ାଯାଏ କାହିଁକି? ଅମଳ ପରେ ମଞ୍ଜିକୁ ପବନରେ ଉଡ଼ାଇଲେ ଏଥିରେ ଥିବା ଅଗାଡ଼ି ଓ ଧୂସ ଅଲଗା ହୋଇଯାଏ। ଉତ୍ତମ ମଞ୍ଜି ବାଛିବା କିପରି? ମଞ୍ଜିକୁ ପାଣିରେ ଭସାଇ ଦେଲେ ଯେଉଁ ମଞ୍ଜି ଗୁଡ଼ିକ ପାଣିରେ ଭାସିବ ସେଗୁଡ଼ିକ ଖରାପ ମଞ୍ଜି। ସେଗୁଡ଼ିକୁ ବାଦ ଦେଲେ ଅନ୍ୟ ମଞ୍ଜି ଗୁଡ଼ିକ ଉତ୍ତମ ମଞ୍ଜି। ବୁନ୍ଦା ଜଳସେଚନ କହିଲେ କ'ଣ ବୁଝ? ବୁନ୍ଦା ଜଳସେଚନ ପଦ୍ଧତିରେ ଜଳ ବୁନ୍ଦା ବୁନ୍ଦା ହୋଇ ଫସଲ ମୂଳରେ ପଡ଼େ। ଏଥିରେ ଜଳ ଆଦୌ ନଷ୍ଟ ହୁଏ ନାହିଁ। ନମ୍ବର 5, ସଂକ୍ଷେପରେ ନିଜର ଭାଷାର ଉତ୍ତର ଲେଖ କହିଛି। ପ୍ରଥମ ଅଛି ମୃତ୍ତିକାର ପ୍ରସ୍ତୁତି। ଶସ୍ୟ ଉତ୍ପାଦନ ପୂର୍ବରୁ ମୃତ୍ତିକା ପ୍ରସ୍ତୁତି ହେଉଛି ପ୍ରାଥମିକ ସୋପାନ। ଉନ୍ନତ କୃଷିର ମୁଖ୍ୟ ଉଦ୍ଦେଶ୍ୟ ହେଲା ମୃତ୍ତିକାର ସ୍ଥାନାନ୍ତରଣ ଓ ମୃତ୍ତିକାକୁ ହାଲୁକା କରିବା। ମାଟି ଓଦାଳିଆ ଥିବାବେଳେ ହଳ କଲେ ସହଜରେ ମାଟି ଉପର ତଳକୁ ହୋଇଥାଏ। ହଳ ସମୟରେ ବାହାରି ପଡ଼ୁଥିବା ବଡ଼ ବଡ଼ ମାଟି ଖଣ୍ଡକୁ ଟେଲା କହନ୍ତି। ଏହି ମାଟି ଟେଲାକୁ କାଠ ପାଉଁଶ ତିଆରି ମଇ ଦ୍ୱାରା ଗୁଣ୍ଡ କରି ସମତୁଲ କରାଯାଏ। ଯେନ୍ତା ଧାନ କଲାପରେ ଆମେ ପ୍ରସ୍ତୁତ କରସୁଁ।
बेले बेले मृत्तिका प्रस्तुति बेले हल समय जमीरे सार प्रयोग करा जाइथाए। जमी को चाष कला बेले एथिरु घास चेका गुड़ी को बाछि फोपाड़ी दिया जाइथाए। मंजी बुणा मंजी बुणिबा पूर्वरु मंजी को जलरे भसाई उत्तम मंजी बाछिबा। उन्नत मानर बिहन अधिक अमलक्षम परिष्कार सूक्ष्म और उन्नत किसमर हेबा आवश्यक। एबे पारंपरिक जंत्र द्वारा मंजी बुणा पद्धति समय साक्षेप और व्ययबहुल हेउछि। तेणु ड्रिलिंग जंत्र द्वारा कम खर्चरे कम समय मंजी बुणा कार्य करिबा आवश्यक। नंबर 6 तृण दमन अछि। ग अनावश्यक भावे जमीरे बढ़ुथिबा अनाबना गछ को तृण कहंती। आम गछ किछु अलगा गछ बाहरला एटाला अनाबना गछ बा तृणक गछ कहंती। किंतु धान गछ झाड़ हेबाटा तृणक गुड़िकु चाष जमीरु निर्मूल करने तृण दमन कहुए। फूल और मंजी धरिबा पूर्व तृणक दमन एकांत आवश्यक। हाथ रे तृणक गुड़िकु उपाड़ी दमन करा जाई पारे। खुरुपी बा मंजी ड्रिल जंत्र द्वारा मध्य तृणक दमन करा जाई पारिब। तृणक मारी प्रयोग बेले सिंचनकारी व्यक्तिनाक पाटिरु घोड़ाई सतर्कता सहित सिंचन करने आवश्यक। जेन झालमरा औष मारवा द्वारा नेक्स्ट अच्छे उइनोइंग अमल होइथिबा दाना को कोला बा मेसिन द्वारा उड़ाई अगाड़ी बा अलगा करी मंजी संग्रह करने को उइनोइंग कहुए। यह फल मंजी धूस अगाड़ी न रही मंजी परिष्कार रहे। 6 नंबर जाकि पार्थक्य दर्शाओ अच्छे रासायनिक सार जैविक सार बा खत आम कहूँ। रासायनिक सार एक अजैविक लवण। यह कारखाना प्रस्तुत करा जाए। यह मृत्तिका को हिमुस दे न थाए। एगुड़िक उद्भिद पोषकता नाइट्रोजेन फस्फरस और पोटासियम आदि पोषक परिपूर्ण होता है। केतेक रासायनिक सार उदाहरण है यूरिया सुपरफॉस्फेट पोटास एनपीके सार डीएपी। अत्यधिक रासायनिक सार प्रयोग जमी तार उर्वरता हराए। रासायनिक सार मृत्तिका प्रदूषण एक उत्स। जमी रे रासायनिक सार प्रयोग कले जमीर जलधारण क्षमता वृद्धि हुए नहीं। यह केते जीआ और अणुजीव संख्या माटी रे कमाई दिए। एपरि जैविक सार एक प्राकृतिक पदार्थ जहाँ मनुष्य पर्यावस्तु गोबर और उद्भिदर अवशेषर विघटन मिलता है। यह जमी रे प्रस्तुत करा जाए। यह जमी को प्रचुर परिमाण रे ह्यूमस जोगाई थाए। एथिरे उद्भिद पोषक खूब कम परिमाण रे थाए। जैविक सार उदाहरण है जिया खत खत बोर झांझी खत गोबर हाड़ गुंड और पीड़िया। अधिक जैव सार जमीर उर्वरता बढ़ाए। यह साधारणतः मृत्तिका प्रदूषण कर न थाए। खत प्रयोग द्वारा मृत्तिका उन्नत हुए और जल धारण क्षमता वृद्धि पाए। खत प्रयोग फल माटी रे उपकारी अणुजीव संख्या वृद्धि हुए। 7 नंबर जलसेचन काहाकू कहंती। जलसेचन दुईटी पद्धति वर्णना कर। निर्दिष्ट समय व्यवधान रे
ଫସଲକୁ ଆବଶ୍ୟକ ଜଳ ଯୋଗାଇବାକୁ ଜଳସେଚନ କୁହାଯାଏ। ଜଳସେଚନର ଦୁଇଟି ପଦ୍ଧତି ହେଲା ସ୍ପ୍ରିଙ୍କଲର ପଦ୍ଧତି ଓ ବୁନ୍ଦା ପଦ୍ଧତି। ଏହି ଦୁଇଟି ପଦ୍ଧତିରେ ଜଳ ସଂରକ୍ଷଣ କରାଯାଏ। ନମ୍ବର ପଦ୍ଧତି ହେଲା ସ୍ପ୍ରିଙ୍କଲର ପଦ୍ଧତି ବା ଚିଞ୍ଚା ପଦ୍ଧତି। ପର୍ଯ୍ୟାପ୍ତ ଜଳ ପାଉନଥିବା ଅସମତଳ ସ୍ଥାନରେ ଛିଞ୍ଚା ପଦ୍ଧତିରେ ଜଳସେଚନ କରାଯାଏ। ଲମ୍ବା ପାଇପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଘୂର୍ଣ୍ଣୟମାନ ନେଇ ନୋଜଲ ଖଞ୍ଜି ପମ୍ପ ଦ୍ୱାରା ପାଇପ ଦେଇ ଜଳ ଗତି କରାଇଲେ ପାଣି ଜମିରେ ବର୍ଷା ହେଲେ ପରି ଛାଡ଼ି ହୋଇ ପଡ଼େ। ବାଲିଆ ଜମିରେ ଛିଞ୍ଚା ପଦ୍ଧତି ଦ୍ୱାରା ଜଳସେଚନ କରିବା ନିତାନ୍ତ ଆବଶ୍ୟକ। ଯେପରି ବୁନ୍ଦା ପଦ୍ଧତି, ଏହି ପଦ୍ଧତିରେ ଜଳ ବିନ୍ଦୁ ବିନ୍ଦୁ ହୋଇ ଉଦ୍ଭିଦ ମୂଳରେ ପଡ଼େ। ଫଳ ଗଛ, ବଗିଚା ଓ ଅନ୍ୟ ମୂଳରେ ବୁନ୍ଦା ପଦ୍ଧତି ଜଳସେଚନ କରିବା ଉତ୍କୃଷ୍ଟ ଉପାୟ। ବୃନ୍ଦା ପଦ୍ଧତି ଜଳସେଚନରେ ଜଳ ଆଦ୍ୟ ନଷ୍ଟ ହୁଏ ନାହିଁ। ତେଣୁ ଜଳ ଅଭାବ ଥିବା ସ୍ଥାନରେ ଏ ପ୍ରକାର ଜଳସେଚନ ପ୍ରଣାଳୀ ସର୍ବୋତ୍କୃଷ୍ଟ ମନେ ହୁଏ। ନେକ୍ସଟ 8 ନମ୍ବର, ବର୍ଷା ଦିନେ ଗହମ ବୁଣିଲେ କଣ ଅସୁବିଧା ହେବ? କାରଣ ସହ ବର୍ଣ୍ଣନା କର। ଗହମ ଏକ ରବି ଜାତୀୟ ଫସଲ। ଗହମ ଫସଲ କମ୍ ଜଳ ଆବଶ୍ୟକ କରେ। ବର୍ଷା ଦିନେ ଗହମ ଚାଷ କଲେ ଜମିରେ ଜଳାଧିକ ହେତୁ ଗହମ ଗଛ ଗୁଡ଼ିକୁ ପଚିଯାଏ। ପ୍ରବଳ ବର୍ଷାରେ ଗହମ ଅମଳ କରିବାରେ ଅସୁବିଧା ଦେଖାଯାଏ। ତେଣୁ ବର୍ଷା ଦିନରେ ଗହମ ଚାଷ କରାଯାଏ ନାହିଁ। 9 ନମ୍ବର, ବାରମ୍ବାର ଫସଲ ଚାଷ କଲେ ଜମିର କି କ୍ଷତି ହୁଏ? ବାରମ୍ବାର ଜମିରେ ଫସଲ ଚାଷ କଲେ ମୃତ୍ତିକାରେ କେତୋଟି ପୋଷକ ପଦାର୍ଥ କମିଯାଏ। ଜମିରେ ବାରମ୍ବାର ଚାଷ କଲେ ଜମିର ସାର ପ୍ରୟୋଗ କରିବାକୁ ପଡ଼େ। ତେଣୁ ଆବଶ୍ୟକ ଠାରୁ କମ୍ ବା ବେଶୀ ସାର ପ୍ରୟୋଗ ଦ୍ୱାରା ଦୁର୍ବଳ ଗଛ ସୃଷ୍ଟି ହୁଏ। ସାର ପ୍ରୟୋଗ ଫଳରେ କେତେକ ଉପକାରୀ ଅଣୁଜୀବ ଓ ଜିଆ ନଷ୍ଟ ହୋଇଯିବା ଫଳରେ ଜମି ତାର ଉର୍ବରତା ହରାଏ। ତୃଣକ କାହାକୁ କହନ୍ତି? ସେଗୁଡ଼ିକୁ କିପରି ବ୍ୟବହାର କରାଯାଏ? ଫସଲରେ ଅଦରକାରୀ ଭାବେ ବଢୁଥିବା ଅନାବନା ଗଛକୁ ତୃଣ କହନ୍ତି। ଏହାକୁ ବିଭିନ୍ନ ଉପାୟରେ ଦମନ କରାଯାଇଥାଏ। ହାତରେ ତୃଣକ ଗୁଡ଼ିକୁ ଉପାଡ଼ି ବାହାର ଫୋପାଡ଼ି ଦିଆଯାଏ। ଖୁର୍ପି ବା ମଞ୍ଜିଟିଲ୍ ଯନ୍ତ୍ର ଦ୍ୱାରା ତୃଣ ଗୁଡ଼ିକୁ ମଧ୍ୟ ଉପାଡ଼ି ଦିଆଯାଇପାରେ। 11 ନମ୍ବର, ଫାର୍ଷ୍ଟ ଆମେ କରସୁଁ ମୃତ୍ତିକାର ପ୍ରସ୍ତୁତି, ତାପରେ ହଳ କରିବା, ଲଗାଇବା, ସାର ପ୍ରୟୋଗ, ଜଳସେଚନ, ଅମଲ, ଆକୁ କାରଖାନାକୁ ପଠାଇବା। କିଛି ଆକୁର ଦିଆହେଇଛି। 17 ନମ୍ବର, 12 ନମ୍ବର, ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦ ଧନ୍ଦା କଣ କର। ଯେମିତି ହେଲା ହଳ କରିବା, ଜଳସେଚନ, ପଚନ, ବାଛିବା। ହେଲା ପ୍ରଶ୍ନ ଉତ୍ତର